ଓଡ଼ିଶା ପବ୍ଲିକ୍ ଭ୍ୟୁ ଟିଭି ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ବର୍ତ୍ତମାନ ହେମନ୍ତ ଋତୁ ଆମ ରାଜ୍ୟରେ ପ୍ରବାହିତ ହେଉଛି। ଏହି ହେମନ୍ତ ଋତୁରେ ମହାକାର୍ତ୍ତିକ ମାସ ପଡ଼ିଥାଏ ଏବଂ କାର୍ତ୍ତିକ ମାସକୁ ସାଧାରଣତଃ ଆମେ ଧର୍ମର ମାସ କହିଥାଉ। ଏହି ସମୟରେ ବର୍ଷା ଛାଡ଼ି ଯାଇଥାଏ, ଶୀତ ଆସିନଥାଏ, କ୍ଷେତରେ ଫସଲ ଭରପୁର ହୋଇ ରହିଥାଏ, ଆକାଶ ନିର୍ମଳ ଥାଏ ଏବଂ ସ୍ୱତଃସ୍ଫୂର୍ତ୍ତ ଭାବେ ମନରେ ଆନନ୍ଦ ସୃଷ୍ଟି ହୋଇଥାଏ। ତେଣୁ କାର୍ତ୍ତିକ ମାସକୁ ଆମେ ଧର୍ମର ମାସ ବୋଲି କହିଥାଉ। ଯେହେତୁ ଚତୁର୍ମାସ ବର୍ଷା ଋତୁ ସରିଯାଇଛି ଏବଂ ଏହି ମାସଠାରୁ ଶୁଭ କର୍ମ ସବୁ ଆରମ୍ଭ ହୋଇଥାଏ। ଆପଣମାନେ ଜାଣିଛନ୍ତି ଶ୍ରୋତାବନ୍ଧୁ, ଗୀତା ଜ୍ଞାନ ଏକ ଅମୂଲ୍ୟ ଜ୍ଞାନ। ଗୀତା ଜ୍ଞାନକୁ ଯେଉଁଭଳି ଭାବେ ଆମେ ଅନୁଭବ କରିବା, ସେଇଭଳି ଭାବରେ ଆମେ ତା'ର ତାତ୍ପର୍ଯ୍ୟ ବୁଝିପାରିବା। ଆଜି ଆମେ ଗୀତା ଜ୍ଞାନର ତୃତୀୟ ଅଧ୍ୟାୟ, ଯାହାକି କର୍ମଯୋଗ ବା କର୍ତ୍ତବ୍ୟ ରୂପାୟନ ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା କରିବା। ମଣିଷ ଜୀବନ ମଧ୍ୟରେ କର୍ମ ହିଁ ମହତ୍ତ୍ୱପୂର୍ଣ୍ଣ ଅଟେ। କର୍ମ ଦ୍ୱାରା ହିଁ ଆମେ ସମସ୍ତ ପ୍ରକାର ସୁଖ ଦୁଃଖ ଆନନ୍ଦକୁ ଅନୁଭବ କରିଥାଉ। ଆଜି ଆମେ କର୍ମଯୋଗ ସମ୍ବନ୍ଧରେ ଆଲୋଚନା କରିବା। ସୃଷ୍ଟି ସଂରଚନା ମଧ୍ୟରେ ପରମ ପିତା ସମସ୍ତଙ୍କ ପାଇଁ କର୍ମର ଧାରଣା ସୃଷ୍ଟି କରିଛନ୍ତି। କୀଟ ପତଙ୍ଗ ପଶୁ ପକ୍ଷୀଠାରୁ ମାନବ ପର୍ଯ୍ୟନ୍ତ ସଭିଏ କର୍ମରେ ବନ୍ଧା। ସମସ୍ତେ ସମସ୍ତଙ୍କର ମଙ୍ଗଳ ପାଇଁ ହିଁ ଉଦ୍ଦିଷ୍ଟ। ତେଣୁ କର୍ମ ହିଁ ଭଗବାନ ବୋଲି କୁହାଯାଏ। ତେଣୁ କର୍ତ୍ତବ୍ୟ ପରାୟଣତା ଭିତରେ ଯେଉଁ ସବୁ କର୍ମ କରାଯାଏ, ତାହା ପରର ମଙ୍ଗଳ ପାଇଁ ହେଉଥିବା ଦରକାର। କର୍ତ୍ତବ୍ୟରତ ମାନବ ସବୁବେଳେ ଆନନ୍ଦ ପାଇଥାଏ। ଏସବୁ ବୈଦିକ ଚିନ୍ତନରେ ମଧ୍ୟ ପ୍ରତିଫଳିତ। କର୍ମଯୋଗ ଅଧ୍ୟାୟରେ ପ୍ରାଣୀର କର୍ମ ବା କର୍ତ୍ତବ୍ୟ କରିବାର ସରଣୀକୁ ସରଳ ଭାବରେ ବର୍ଣ୍ଣନା କରାଯାଇଅଛି। କର୍ମଯୋଗ ପ୍ରସଙ୍ଗରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରି ବୁଝିଛନ୍ତି ଯେ ଜ୍ଞାନ ମାର୍ଗ ଯଦି କର୍ମ ମାର୍ଗଠାରୁ ଶ୍ରେଷ୍ଠ ବୋଲି କୁହାଯାଉଛି, ତାହେଲେ ଯୁଦ୍ଧ ଭଳି କର୍ମରେ ସେ ଲିପ୍ତ ରହିବା ପାଇଁ କାହିଁକି ଉପଦେଶ ଦେଉଛନ୍ତି? ଏଥିଯୋଗୁଁ ଏହାର ରହସ୍ୟ ଅର୍ଜୁନ ବୁଝିପାରିନାହାନ୍ତି। ଅର୍ଜୁନକୁ ସେତେବେଳେ ଆତ୍ମଜ୍ଞାନ ସହ କର୍ତ୍ତବ୍ୟ କର୍ମ କରିବା କୁହାଯାଇଛି। ସେହି ସ୍ଥିତିରେ ଅର୍ଜୁନଙ୍କ ସାଧାରଣ ମନ ବ୍ୟତିବ୍ୟସ୍ତ ହୋଇଯାଇଛି। ଜ୍ଞାନ ଓ କର୍ମର ସମସ୍ତ ଗୁଣ ପ୍ରତି ଅର୍ଜୁନଙ୍କ ମନ ବିକ୍ଷିପ୍ତ ହୋଇ ଉଠିଥିଲା। ଏହିଭଳି ପରିସ୍ଥିତିରେ କେଉଁ ପଥ ଅନୁସରଣ କଲେ ଅର୍ଜୁନଙ୍କ ମଙ୍ଗଳ ହେବ, ସେସବୁ ବିଷୟରେ ବୁଝେଇ କହିବାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ପରମାତ୍ମା ଜ୍ଞାନକୁ ମାନବ କଲ୍ୟାଣ ଓ ନିଜ ହିତ ପାଇଁ ପ୍ରକାଶ କରିଛନ୍ତି। ବୈଦିକ ଚିନ୍ତନ ଅନୁସାରେ ମୁଖ୍ୟତଃ ସନ୍ନ୍ୟାସ ଯୋଗ ମାଧ୍ୟମକୁ ହିଁ ପ୍ରାଥମିକ ଗୁରୁତ୍ୱ ଦିଆଯାଇଅଛି। ସେତିକିବେଳେ ଗୀତାଜ୍ଞାନ ମାଧ୍ୟମରେ ସର୍ବସାଧାରଣଙ୍କ ଅବଗତ ନିମନ୍ତେ କ୍ଷତ୍ରିୟଧାରୀଙ୍କ ଦ୍ୱାରା ହିଁ ପ୍ରଚାର କରାଯାଇଅଛି।
श्रीकृष्ण अर्जुन को कहिछंती जे मानव कल्याण पई दुई प्रकार कर्मर सृष्टि हुई अछि। सन्यासी योगी माने ज्ञानर साधन पई कर्म एवं संसार परिचालना पई कर्मयोगी मान को कर्मयोगर साधना पई ही स्थिर करा जाय अछि। पूर्व प्रसंग रे प्रकाश करा जाय अछि जे स्थितप्रज्ञ व्यक्ति माने परमात्मा को प्राप्त निमंते कामना और आसक्ति विहीन कर्म कले ब्रह्म ज्ञान तत्व प्राप्त हो पारिबे। तेणु शरीर मध्य मनरूपी चालक को ज्ञानर साधन पाई मोक्ष पाई निर्गुण कर्म करिया पाई लगेवा दरकार। पुनर्बार सही मन को अन्य भाव रे शरीरर परिचालना पाई जीवजगतर कल्याण पाई कर्मयोगी रूपे जहाँ सब दरकार सही भली कर्म मध्य करिवा पड़िथाए। कामना विहीन कर्म करिवा को जो माने ध्यान देई थांती से माने निष्काम कर्म सब करिवा द्वारा ज्ञानर उदय घटी थाए। तेणु साधु संत सन्यासी माने निष्काम कर्म सब करिवा उचित। तथापि बंची थिवा जाए शरीर को बंचाइवा पाई मानवीय कर्म करिवा पड़िबो। एभली कर्म सबु त्याग करिदेले सिद्धि पाइबा असंभव अटे। तेणु साधारण चलणी पाई कर्म करिवा सह स्थित प्रज्ञ होई ब्रह्मज्ञान प्राप्ति पाई जेउ सबु निष्काम कर्म व्यवस्था रही से सबको आचरण रे समाहित करने पड़ो। जीव जगत मध्य शरीर रे जीवन थिला जाए जहाँ कि क्षणस्थायी हेले मध्य प्राण रक्षा पाई शरीर को बंचेवा को ही हेब। सेथिपाई आवश्यक कर्म और कर्तव्य करने पड़ो। नचेत शरीर प्राण रक्षा असंभव। शरीर सतेजता उज्जीवित हेले सिना निष्काम कर्म करने को उद्यम जारी रहिबो। प्राणी मानक शरीर संसार रे सतेज बा जीवित थिबा जाए देह और मन सर्वदा कर्म रे व्यस्त रही थाए। यह मध्य निरंतर सत्य। प्रकृति और परिवेशर स्वभाव अनुजाई प्राणी तार कर्म करी चली थाए। तेणु शरीर रे जीवात्मा थिबा जाए शक्ति सामर्थ्य थिबा जाए प्रथमे निजे बंचिबार और अनेक बंचैबार कर्म प्रति ध्यान देवा जरूरी अटे। मन को सही भली नियोग करिवार आवश्यकता रही। किंतु केतक निजको साधु सन्यासी बोली परिचय देई भगवान को नाम ध्यान करी निजर साधारण बंचिवा कर्म करि नथांती अथवा जीवजगतर कल्याण प्रति कौनसी ध्यान देई नथांती। सेही भली व्यक्ति माने मूढ़जन सह तुलनीय। प्रकारांतरे अन्य माने मध्य विषय जंजाल कर्म रे सर्वदा नियोजित रहिबा समीचीन नुहे। एही भली नियोजित कर्मयोगी माने मध्य कपटी भंड मिथ्याचारी रूपे परिगणित हेबे। संक्षिप्त रे कहिबाकु गले उभय कर्मयोगी और ज्ञानयोगी अर्थात संसार बंधन रे परिचालित समस्त जीव और मानवगण एवं ज्ञानयोग रे नियोजित निष्कामी सन्यासी मानकर कर्तव्य कर्म करिवार आवश्यकता रही। पुणी भगवान कर्मयोगी संबंध में अर्जुन को बुझाया पाई कहिछंती जे विषय जंजाल प्रति संपूर्ण आसक्ति न रखी शरीर चक्षु कर्ण मुख नासा आदि इंद्रिय मान को निज आयतरे संयम पूर्वक रखी यदि मानव निजर कर्तव्य हाथ पादर शक्ति द्वारा संचालन करे अर्थात मानवीय गुण युक्त कर्म सब करि थाए जद्वारा निजर तथा अन्यर
ମଙ୍ଗଳଯୁକ୍ତ ହେଉଥାଏ, ସେହିମାନଙ୍କୁ ହିଁ କର୍ମଯୋଗୀ ବୋଲି କୁହାଯାଏ। ଯେଉଁ କର୍ମ ଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ତାହା ଯଜ୍ଞ କର୍ମ ଅର୍ଥାତ୍ ସାତ୍ବିକ କର୍ମ ସଦୃଶ ମାନ୍ୟତା ପାଇଥାଏ। ଏହିପରି କର୍ମ କଲେ ତାହା ମାୟା ମୋହ ବନ୍ଧନ ଯୁକ୍ତ ନୁହେଁ। ଏଠାରେ ଭାବଗ୍ରାହୀ ଅର୍ଜୁନଙ୍କୁ ଉପଦେଶ ଦେଇ କହିଛନ୍ତି ଯେ ମନରେ କିଛି ଆସକ୍ତି, କିଛି ଲାଭ ଲୋଭ ପାଇଁ ଆଶା ପରିତ୍ୟାଗ କରି ନିଷ୍କାମ ମନରେ ସେ ଯୁଦ୍ଧ କର୍ମ କରନ୍ତୁ। ତେଣୁ ସାଧାରଣ ଚଳଣି କ୍ଷେତ୍ରରେ ମାନବୀୟ ଗୁଣ ନେଇ ଯେଉଁ କର୍ମ ବା କର୍ତ୍ତବ୍ୟ ସମାପନ କରିବାକୁ ପଡ଼େ, ସେହି କର୍ମକୁ କିଛି ଆଶା ଆକାଂକ୍ଷା ନ ରଖିବା ପାଇଁ ପୁଣ୍ୟବାଣୀ ଉଲ୍ଲେଖ କରାଯାଇଅଛି ଏବଂ ମନକୁ ସେହି କର୍ମଗୁଡ଼ିକ ନିଷ୍କାମ ଅର୍ଥାତ୍ ଆଶାଭାବ ଶୂନ୍ୟ ହୋଇ କର୍ତ୍ତବ୍ୟ କର୍ମ ସମାପନ କରିବା ପାଇଁ ପରାମର୍ଶ ଦିଆଯାଇଛି। ପ୍ରକୃତ କର୍ତ୍ତବ୍ୟ କର୍ମ ସମାପନ କରୁଥିବା ବ୍ୟକ୍ତି ବ୍ରହ୍ମ ଦର୍ଶନକୁ ଅନୁଭବ କରିପାରେ। ତାହାରି କର୍ମ ସରଣୀ ମାଧ୍ୟମରେ ସେହିମାନେ ପବିତ୍ର ଆତ୍ମାରେ ତୃପ୍ତ ରୁହନ୍ତି ଏବଂ ଆତ୍ମାକୁ ପ୍ରସନ୍ନ ଭାବେ ଅନୁଭବ କରି ପରମ ସନ୍ତୋଷ ଲାଭ କରିଥାନ୍ତି। ସେହି ବ୍ୟକ୍ତିମାନଙ୍କ ବ୍ରହ୍ମ ଦର୍ଶନ ଅର୍ଥାତ୍ ପରମାତ୍ମା ପ୍ରାପ୍ତି ପାଇଁ ସ୍ୱତନ୍ତ୍ର କର୍ମ କରିବାକୁ ପଡ଼ିନଥାଏ। ନିଷ୍କାମ କର୍ମ ପ୍ରତି ଧ୍ୟାନ ଦେଇ ସିଦ୍ଧିପ୍ରାପ୍ତ ହେଲେ ଯାଇ ବ୍ରହ୍ମ ଦର୍ଶନ କରିପାରିବ। ବ୍ରହ୍ମ ଦର୍ଶନ ଅର୍ଥାତ୍ ପରମାତ୍ମାକୁ ଅନୁଭବର ଦର୍ଶନ କରିବା ହିଁ ମୁକ୍ତି, ତାହା ହିଁ ତୃପ୍ତି। ସେପରି ସ୍ତରକୁ ଉତ୍ତୀର୍ଣ୍ଣ ହେଉଥିବା ବ୍ୟକ୍ତି ଆଉ ପୁଣ୍ୟ କରି ପୁଣ୍ୟ ପ୍ରାପ୍ତିର ଆବଶ୍ୟକତା ନାହିଁ। ଯଦି କୌଣସି କର୍ମରୁ ରହିତ ହୁଅନ୍ତି, ସେଭଳି କ୍ଷେତ୍ରରେ ସେମାନେ ପାପର ଭାଗୀଦାର ନୁହନ୍ତି। ସଂସାର ବନ୍ଧନ ଜନିତ ଜ୍ୱାଳାରେ ସେହିମାନଙ୍କର ଆବଶ୍ୟକତା ନଥାଏ। ସେମାନେ ମୃତ୍ୟୁ ପରେ ମଧ୍ୟ ପରମାତ୍ମା ସତ୍ତାରେ ଲୀନ ହୋଇଥାନ୍ତି। ସେହିମାନଙ୍କର ଆତ୍ମା ବା ତେଜ ପରମାତ୍ମା ତେଜରେ ମିଶି ଯାଇଥାଏ। ପୁଣି ଥରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ବୁଝାଇଛନ୍ତି ଯେ କର୍ମ କରିବାର ବିଭିନ୍ନ ମାର୍ଗ ମଧ୍ୟ ରହିଛି। ସେମାନଙ୍କ ମଧ୍ୟରୁ କେତେକ ବିଷୟ ଜଞ୍ଜାଳ ପ୍ରତି ଆସକ୍ତ ହୋଇ ଜ୍ଞାନହୀନ ଭାବେ କିଛି କର୍ମ କରିଥାନ୍ତି। ଆଉ କେତେକ ସ୍ଥଳରେ ଜ୍ଞାନୀମାନେ କିଛି ଆସକ୍ତି ନ ରଖି ନିରାସକ୍ତ ଭାବେ କର୍ମ ସମାପନ କରିଥାନ୍ତି। ଏଭଳି କ୍ଷେତ୍ରରେ ଅଜ୍ଞାନୀମାନେ କରୁଥିବା କର୍ମ ସବୁ କାମନା ଓ ସ୍ୱାର୍ଥସିଦ୍ଧ ପାଇଁ ହୋଇଥାଏ। ଜ୍ଞାନୀମାନେ କରୁଥିବା କର୍ମ ସବୁ ନିଶ୍ଚିତ ଭାବେ ମାନବ କଲ୍ୟାଣ ପାଇଁ ଲାଗିଥାଏ। ପ୍ରକୃତି ବା ସଂସାରର ଧାରା ଅନୁଯାୟୀ ଜ୍ଞାନୀ ଓ ଅଜ୍ଞାନୀମାନଙ୍କର କର୍ମ ସବୁ ପ୍ରତିପାଦିତ ହେଉଥାଏ, କିନ୍ତୁ ଅଜ୍ଞାନୀ ବ୍ୟକ୍ତିମାନେ ସେସବୁକୁ ବିଷୟ ଜଞ୍ଜାଳରେ ମଜ୍ଜି ଜାଣିପାରନ୍ତି ନାହିଁ। ଯେଉଁ କର୍ମ ସବୁ ଘଟେ ବା ସମାପନ ହୁଏ, ସେ କ୍ଷେତ୍ରରେ ଅଜ୍ଞାନର ବଶୀଭୂତ ହୋଇ ଅହଙ୍କାରୀ ଭାବରେ ଅଜ୍ଞାନ ଜନ ମୁଁ ସବୁ କର୍ମ କରୁଛି ବୋଲି କହି ବାହାବା ନେଇଥାଏ। ଏସବୁ ନିଜ ଶରୀର ମନ ଇନ୍ଦ୍ରିୟ ବୁଦ୍ଧିର କରାମତି ବୋଲି ଭାବିନିଏ। ବାସ୍ତବରେ ନିଜର ଚଳଣୀର ଆଚରଣର କର୍ତ୍ତବ୍ୟ ନିଷ୍ଠାର ଶୁଦ୍ଧି ଉପରେ ସମସ୍ତ କର୍ମ ଗତି ଓ ସ୍ଥିତିକୁ ପ୍ରକୃତି ତର୍ଜମା କରିଥାଏ। ସେ କଥା ବିଷୟାସକ୍ତ ମାନବ ଜାଣିପାରିନଥାଏ। ମାୟାରେ ବଶୀଭୂତ ହୋଇ ଇନ୍ଦ୍ରିୟ ସୁଖର ସମସ୍ତ କାମନାକୁ ସମାପନ କରିବାରେ ବ୍ୟସ୍ତ ରୁହେ। ମନ ମଧ୍ୟ ବୁଦ୍ଧି ଓ ବିବେକ ଦ୍ୱାରା ପରିଚାଳିତ ହୋଇନଥାଏ।
ଜାଣିଶୁଣି ମଧ୍ୟ ମାୟା ମୋହର ଶିକାର ହୋଇପଡ଼େ। ସେଥିପାଇଁ ଅଜ୍ଞାନତା ମଧ୍ୟ ଦାୟୀ। ଇନ୍ଦ୍ରିୟ ଭୋଗର ସୁଖ କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ଚଞ୍ଚଳ ପ୍ରବୀଣ ମନ ଆୟତ୍ତାଧୀନ ହୋଇନଥାଏ। ଅଳ୍ପ ବୁଦ୍ଧିଯୁକ୍ତ ହୋଇ ଅଜ୍ଞାନୀ କର୍ମ ସବୁ କରି ଚାଲିଥାଏ। ସେହି ସମୟରେ ଜ୍ଞାନୀମାନଙ୍କର ଉପଦେଶ ପ୍ରତି ବାଧା ସୃଷ୍ଟି କରା ନଯାଉ। ଯେହେତୁ ଜ୍ଞାନୀମାନଙ୍କର ହିତୋପଦେଶ ଅଜ୍ଞାନୀମାନେ ମାୟା ମୋହରେ ବଶୀଭୂତ ହୋଇ ଗ୍ରହଣ କରିନଥାନ୍ତି। କିଛି ଶାରୀରିକ ଓ ମାନସିକ ନିର୍ଯାତନା ପାଇଲେ ହିଁ ଅଧମ ବ୍ୟକ୍ତିଙ୍କ ମୁଣ୍ଡରେ ଭଲ ଚିନ୍ତା ପଶିଥାଏ। ସାଧାରଣ ଚଳଣି ମଧ୍ୟରେ ଜାଣିବା ଦରକାର ଯେ ବୈଦିକ ଧାରା ଅନୁଯାୟୀ ମଣିଷ ଶିଶୁ, କିଶୋର, ଯୁବା, ବୃଦ୍ଧାବସ୍ଥା ଦେଇ ହିଁ ଗତି କରିବାକୁ ପଡ଼ିବ। ଯେଉଁ ଅବସ୍ଥାରେ ଯେଉଁ ସବୁ କର୍ମ କରିବାକୁ ପଡ଼ିବ ସେସବୁକୁ ଭୁଲିଯିବା ଉଚିତ ନୁହେଁ। ଜ୍ଞାନ ପରିସର ମଧ୍ୟକୁ ଆସିଗଲେ ମନେ ରଖି ପରର ମଙ୍ଗଳ ପାଇଁ ତଥା ଶରୀରର ମଙ୍ଗଳ ପାଇଁ ଯେଉଁ ସବୁ କର୍ମ ନିହିତ ହୋଇଅଛି ତାହା କରିବା ବାଞ୍ଛନୀୟ। ସେଥିର ବିପରୀତ କର୍ମ କରିବା ଦ୍ୱାରା ଆସକ୍ତିରେ ବଶୀଭୂତ ହୋଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେତିକି ଭୋଗପ୍ରାପ୍ତ ତାଠାରୁ ଅଧିକା କାର୍ଯ୍ୟ କରିବା ଫଳରେ ବ୍ୟକ୍ତି ଅଜ୍ଞାନୀ ରୂପେ ବିବେଚିତ ହୋଇଥାଏ। କ୍ଷଣିକ ସୁଖ ପାଉଥିଲେ ମଧ୍ୟ ପରବର୍ତ୍ତୀ କାଳରେ ତାର ଅନେକ କ୍ଷତି ଘଟିଥାଏ। ଏସବୁ ଜାଣିଶୁଣି ମନେ ରଖିବା ଦରକାର। ପରମାତ୍ମା ଜ୍ଞାନକୁ ଶୁଣି ବୁଝିବା ଆବଶ୍ୟକ। ବିଷୟାସକ୍ତକୁ ଆୟତ୍ତ କରିବାକୁ ହେଲେ ମନକୁ ବୁଦ୍ଧି ଓ ବିବେକ ଦ୍ୱାରା ସୁନିୟନ୍ତ୍ରିତ କରିବା ଦରକାର। ଆହୁରି ମଧ୍ୟ ଯେଉଁମାନେ ବିଶ୍ୱାସର ସହିତ ଏବଂ ଶ୍ରଦ୍ଧା ଓ ନିଷ୍ଠାର ସହ ନିଜ କର୍ତ୍ତବ୍ୟ କର୍ମରେ ରତ ରୁହନ୍ତି, ଜ୍ଞାନୀଜନଙ୍କଠାରୁ ସଠିକ ମାର୍ଗ କ'ଣ ବୋଲି କର୍ମରେ ନିୟୋଗ କରନ୍ତି, ସେହିମାନେ ହିଁ ସମସ୍ତ ସୁଫଳର ଅଧିକାରୀ ହୁଅନ୍ତି। କେଉଁ ସବୁ କର୍ମ କରିବା ଦ୍ୱାରା ଭଗବତ ପ୍ରାପ୍ତିର ଧାରା ଆପେ ଆପେ ସୃଷ୍ଟି ହୁଏ ସେସବୁ ଜାଣିପାରନ୍ତି। ଏହା ଛଡ଼ା ନିଜର, ପରିବାରର, ମାନବ ସମାଜ, ଜୀବଜଗତର କଲ୍ୟାଣ ହେଉଥିବା କର୍ମରେ ସେ ରତ ହୁଏ। ସେହି ବ୍ୟକ୍ତିମାନେ ସନ୍ନ୍ୟାସୀମାନଙ୍କ ଭଳି ସାଧାରଣ କର୍ମ ସବୁ ତ୍ୟାଗ ନ କରି ମଧ୍ୟ ସଂସାର ବନ୍ଧନରେ ଜଡ଼ିତ ହୋଇନଥାନ୍ତି। ବ୍ରହ୍ମ ବା ପରମାତ୍ମା ଦର୍ଶନର ଅନୁଭବ ପ୍ରାପ୍ତି ହୋଇଥାନ୍ତି। ତେଣୁ ବଞ୍ଚେଇବା ପାଇଁ ଅନ୍ୟର ହିତରେ ଆସୁଥିବା କର୍ମ ସବୁ କରିବା ଦ୍ୱାରା ମଧ୍ୟ ବ୍ରହ୍ମ ପ୍ରାପ୍ତିର ରାସ୍ତା ଧୀରେ ଧୀରେ ଉନ୍ମୋଚିତ ହୋଇଥାଏ। ଧନ୍ୟବାଦ। କର୍ମଯୋଗର କିଛି ଅଂଶ ଆପଣମାନଙ୍କ ପାଖରେ ଉପସ୍ଥାପନା କଲି। ଯଦି ଭଲ ଲାଗିଲା ଅନ୍ୟକୁ ଶୁଣେଇବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।